ଆଉ କଣ ରିଭ୍ୟୁ କରିବେ? ଆଉ କିଛି ବାକି ଅଛି ରିଭ୍ୟୁ କରିବାର? ଯାହା ହବା କଥା ହେଇଗଲାଣି। ଯେତେବେଳେ ବିଜେଡି ସରକାର ଥିଲା ବାରମ୍ବାର ଆମେ କେନ୍ଦ୍ର ଦୃଷ୍ଟି ଆକର୍ଷଣ କଲୁ, ବାରମ୍ବାର ଅନୁରୋଧ କଲୁ, ବିଭିନ୍ନ ଫୋରମକୁ ଗଲୁ, କିଛି ଲାଭ ଦେଲା ନାହିଁ। ଆମ କଥା କେହି ଶୁଣିଲେ ନାହିଁ ଏବଂ ଗୋଟେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ରାଜ୍ୟ ଭିତରେ ପାତର ନୀତି ଗ୍ରହଣ କରାଗଲା ରାଜନୈତିକ ଦୃଷ୍ଟିକୋଣରୁ ଏବଂ ତାକୁ କେନ୍ଦ୍ର ସରକାର ଆମର ସବୁ ବିରୋଧ ସତ୍ତ୍ୱେ ଏକ ରାଷ୍ଟ୍ରୀୟ ପ୍ରକଳ୍ପ ଭାବରେ ଘୋଷଣା କରିଦେଲେ ଏବଂ କେବଳ ରାଷ୍ଟ୍ରୀୟ ପ୍ରକଳ୍ପ ଭାବରେ ଘୋଷଣା କଲେ ନାହିଁ, ସେଥିପାଇଁ ଅଯାଚିତ ଭାବରେ ସ୍ୱତନ୍ତ୍ର ଅର୍ଥ ପ୍ରଦାନ କଲେ, ପ୍ୟାକେଜ ଦେଲେ ସେ ପୋଲାଭରମ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ। ତ ଆଜି ଆଉ ରିଭ୍ୟୁ କରିବାର ଆବଶ୍ୟକତା କଣ ଅଛି? ଆମର ଯାହା ଓଡ଼ିଶାର କ୍ଷତି କରିବାର କଥା କରିଦେଲ, ଯୋଉ ପ୍ରକାର ଭାବରେ ଆମକୁ ହତ୍ୟା କରିବାର କଥା କରିଦେଲ, ଆମର ଯେତିକି ଅଞ୍ଚଳ ଡୁବେଇବାର କଥା ଡୁବେଇବ। ଏବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ହଜାର ହଜାର ଲକ୍ଷ ଲକ୍ଷ ଆଦିବାସୀ ମାନଙ୍କୁ ଉଦ୍ବାସ୍ତ କରିବ। କୋଉ ପ୍ରକାର ନ୍ୟାୟ? ଏବଂ ସବୁ ସରିଗଲା ପରେ ଆମକୁ ମୃତ୍ୟୁଦଣ୍ଡ ଦେଇଦେଲା ପରେ ଏବେ କହୁଛ ବିଚାର କରିବ? କଟା ଘାରେ ଚୂନ ଉପହାସ ଓଡ଼ିଶାବାସୀଙ୍କୁ ଗୋଟେ ବରଦାସ୍ତର ବାହାରେ ହେଇଗଲାଣି। କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ ବରଦାସ୍ତର ବାହାରେ ହେଇଗଲାଣି। ଆପଣଙ୍କ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯାଇଥିଲା ଦେଖିବାକୁ, ଦେଖିକି ଆସିଲେ ରିପୋର୍ଟ? ଆମର ତ ଗୋଟେ ଦଳୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯାଇଥିଲା ଏବଂ ଦଳୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ର ଯୋଉ ରିପୋର୍ଟକୁ କେନ୍ଦ୍ର ସରକାର ମାନିବା ପାଇଁ ତ ବାଧ୍ୟ ନୁହନ୍ତି। ତେଣୁ ଆମେ ଓଡ଼ିଶାର ହଜାର ହଜାର ଲକ୍ଷ ଲକ୍ଷ ଆଦିବାସୀ ମାନଙ୍କର ପେଟ ପାଟଣାର କଥା ସେଠି ସମ୍ପୃକ୍ତ, ଅର୍ଥନୀତି କଥା ସେଥିରେ ସମ୍ପୃକ୍ତ, ତାକୁ ବେଖାତିର କରିଦେଲ ତମେ ଏବଂ ଜିତଖୋର ମନୋବୃତ୍ତି ନେଇକରି ତାକୁ ରାଷ୍ଟ୍ରୀୟ ପ୍ରକଳ୍ପ ଭାବରେ ଘୋଷଣା କଲ, ଅଯାଚିତ ଅନୁଦାନ ଦେଲ, ଓଡ଼ିଶାର ସତ୍ୟକୁ ହତ୍ୟା କଲ। ଏବେ ସବୁ ସରିଗଲା ପରେ ଫାଶୀ ଦଣ୍ଡ ଦେଇଦେଲା ପରେ ଏବେ କହୁଛ ବିଚାର କରିବ? କଣ ବିଚାର କରିବ? ट्रिपल इंजिन सरकार आपण किछि तो बीजेपी कोनोसी क्षेत्र रे हमको ओडिसा को सदाळे पछा दरकार देखुचंती। ओडिसावासी तर विचार करेंगे, ठीक समय ओडिसावासी तर उत्तर देवे। ये जो अन्याय गोटे राज्य प्रति, राज्यर अगणित जनसाधारण प्रति, राज्यर अर्थनीति प्रति जो कुठाराघात तुम करुच, आज न काली तर जवाब मिल।